କୁନି କୁନି ପିଲାମାନେ ଭଲ ଅଛ? ସମସ୍ତେ ଭଲରେ ପାଠ ପଢୁଛ? ବାପା ମାଙ୍କ କଥା ଶୁଣୁଛ? ଠିକ ଅଛି। ତାହେଲେ ଆଜିର ଗପ ଆରମ୍ଭ କରିବା। ମନ ଦେଇକି ଶୁଣ। ଥରେ କ'ଣ ହେଇଛି ନା, ଗୋଟେ ଜଙ୍ଗଲଟିଏ ଥିଲା। ଜଙ୍ଗଲ ପାଖରେ ଗୋଟେ ଛୋଟ ଗାଁଟିଏ ବି ଥିଲା। ସେଇ ଗାଁ ଚାରିପଟେ କୃଷକମାନେ ସବୁ ନିଜର କ୍ଷେତ ବଗିଚା ବନେଇଥିଲେ। କ୍ଷେତରେ ଭଲ ଭଲ ସବୁ ଫଳ ମୂଳ ପନିପରିବା ଚାଷ କରୁଥିଲେ। ସେ ଗାଁଟିରେ ଗୋଟିଏ ଶିକାରୀ ବି ରହୁଥିଲା। ଶିକାରୀଟି ଭଲ ଶିକାର କରୁଥିଲା। ହେଲେ କ'ଣ ହେଇଛି ନା, ଯେତେବେଳେ ବି ଜଙ୍ଗଲରୁ କୌଣସି ଜୀବଜନ୍ତୁ ଆସିକି କ୍ଷେତ ବାଡ଼ି ନଷ୍ଟ କରନ୍ତି, ଗାଁ ଲୋକମାନେ ଶିକାରୀକୁ କୁହନ୍ତି। ଶିକାରୀ ନିଜ ବନ୍ଧୁକ ଧରିକି ହଉ କିମ୍ବା ଜାଲ ବିଛେଇକି ହଉ କେମିତି ବି ସେଇ ଶିକାର କରିଦିଏ ସେଇ ପ୍ରାଣୀମାନଙ୍କୁ, ଯେଉଁମାନେ କି ଫସଲ ନଷ୍ଟ କରନ୍ତି। ତା ବଦଳରେ ଗାଁବାସୀ କିଛି କିଛି ପଇସା ଦିଅନ୍ତି ଶିକାରୀକି, ସିଏ ସେଇ ଅନୁସାରେ ଚଳିଯାଏ। ହେଲେ ସେଇ ଯେଉଁ ଜଙ୍ଗଲଟି ଥିଲା, ଜଙ୍ଗଲରେ କେତେ ବିଭିନ୍ନ ପଶୁ ପକ୍ଷୀ ସବୁ ରହୁଥିଲେ। ସେ ଭିତରେ ଗୋଟିଏ ହରିଣ ବି ଥିଲା। ହରିଣଟି ଜଙ୍ଗଲରେ ବୁଲେ, ଖାଏ, ଡାଳ ପତ୍ର ଘାସ ସବୁ ଖାଏ। କିନ୍ତୁ କେବେ ବି ସିଏ ଜନବସତି ଆଡ଼େ, ମାନେ ଏଇ ଯେଉଁ ଗାଁ ଲୋକମାନେ ଯେଉଁ ରଖିଥାନ୍ତି ସବୁ ପନିପରିବା ଗଛ ଲଗେଇଥାନ୍ତି, ସେପଟକୁ କେବେ ଆସେନି। ସିଏ ତାର ଜଙ୍ଗଲ ଭିତରେ ମସ୍ତ ବୁଲି ବାଲି ଖାଇ ପିଇ ଆରାମସେ ଥାଏ। ହେଲେ କ'ଣ ହେଇଛି ନା, ସେଇ ହରିଣଟି ଯେଉଁ ଜଙ୍ଗଲରେ ରହୁଥିଲା, ମୁଖ୍ୟ ଯେଉଁ ସବୁ ଗହଳିଆ ଜଙ୍ଗଲରେ ସେ ରହେ, ସେଇଠି ଗୋଟେ କାଉ ମଧ୍ୟ ବସା କରି ରହୁଥିଲା। ଆସ୍ତେ ଆସ୍ତେ କାଉ ସହିତ ହରିଣର ବନ୍ଧୁତା ହେଲା। କେଉଁଦିନ ଯଦି କାଉ ମନ ଖୁସି କରି ବସିଥିବ, ପଚାରିବ ହରିଣ ତାକୁ, କ'ଣ ଆଜି କ'ଣ ମନ ଖୁସି? ନା ଆଜି ଟିକେ ଭଲ ମନ୍ଦ ଖାଇବାକୁ ମିଳିଛି ତ। ଗଲା। ସେମିତି ହରିଣ ଯଦି କେଉଁଦିନ ମନ ଦୁଃଖରେ ଆସିଥିବ, ଖାଇବାକୁ ଠିକରେ ମିଳିନଥିବ, କାଉ ତାକୁ ପଚାରିବ, କ'ଣ ହେଲା ହରିଣ ଭାଇ, ଆଜି କାହିଁ ମନ ଦୁଃଖ, କିଛି ଖାଇବାକୁ ମିଳିନି କି? ସେ କହିବ। ତ ସବୁଦିନ ସକାଳୁ ଦିହେଁ ଯିଏ ଯାହା ରାସ୍ତାରେ ଯିବେ, କାଉ ତାର ଶୂନ୍ୟରେ ଉପରେ ଉଡ଼ି ଉଡ଼ି ଯିବ, ହରିଣ ତାର ତଳେ ତଳେ ଯିବ, ଯିଏ ଯାହାର ଖାଉଥିବେ। ମଝିରେ ମଝିରେ କାଉ କା କା ଡାକିଲେ ହରିଣ ଚାହୁଁଥିବ। ଏମିତି ସବୁ ଚାଲେ। ସନ୍ଧ୍ୟା ହେଇକି ଆସିଲେ ଖୁସି ଗପ କରନ୍ତି, କିଏ କେତେ ଆଡ଼େ ବୁଲିଛି କ'ଣ ସବୁ କଥାବାର୍ତ୍ତା ହୁଅନ୍ତି। ତ ଏମିତି ଖୁସିରେ ଚାଲିଥାନ୍ତି। ହେଲେ ସେଇ ଜଙ୍ଗଲରେ ଗୋଟିଏ ବିଲୁଆ ଥିଲା। ତମେମାନେ ଜାଣିଥିବ, ବିଲୁଆ ଗୋଟିଏ ଚତୁର ପ୍ରାଣୀ, କିନ୍ତୁ ଚତୁର ସହିତ ସବୁବେଳେ ଟିକେ ଦୁଷ୍ଟ ବୁଦ୍ଧି ମଧ୍ୟ ତା ଭିତରେ ଥାଏ। ସିଏ ନିଜେ ଚିନ୍ତା କଲା ଯେ ହରିଣ ସହିତ କାଉର ବନ୍ଧୁତା କେମିତି ହେଲା। ସିଏ ତ ପକ୍ଷୀଟେ, ଇଏ ତ ପଶୁଟେ, ଏମାନେ କେମିତି ବନ୍ଧୁତା ଅଛନ୍ତି। ସିଏ ଦେଖିଲା ଏ ହରିଣ ଯୁଆଡ଼େ ଯାଉଛି ଚରିବାକୁ ବି, କାଉ ବି ପ୍ରାୟ ସେଇ ଏରିଆରେ ବୁଲୁଥାଉଛି। ଯଦି କାଉ ଉପରେ ଉଡ଼ି ଉଡ଼ି ଦେଖିଲା କେଉଁ ବାଘ କି ଭାଲୁ କି ଏମିତିଆ ହିଂସ୍ର ଜନ୍ତୁ କି ଆସୁଛି ହରିଣ ଆଡ଼େ, କାଉ ସେ ଉପରୁ ଥାଇ କା କା କରି ଡାକ ଦିଏ। ଡାକ ଦେଲେ ହରିଣ ସତର୍କ ହୋଇଯାଏ। ସେ ଅନୁସାରେ ହରିଣ ଧାଇଁକି ପଳାଏ। ବିଲୁଆ ଏଇ କଥା ଜାଣିଲା। ସେ ଜାଣିଲା ଯେ ଏ ହରିଣକୁ ଏଇ ବାଘ ଭାଲୁ ହାତରେ ମାରି ହେବ ନାହିଁ। କ'ଣ କଲେ ହରିଣ ମାଂସ ଟିକେ ମିଳିବ। ସିଏ ତେଣୁ ପ୍ଲାନ୍ କରିକି ଆସିକି ହରିଣ ସହିତ ସାଙ୍ଗ ହେଲା। କହିଲା, ହରିଣ ଭାଇ, ତମେ ବି ବୁଲୁଛ, ମୁଁ ବି ବୁଲୁଛି, ଆମେ ସାଙ୍ଗ ହବା, ମିଶିକି ବୁଲିବା, ଅସୁବିଧା ସୁବିଧା ବେଳେ କାମରେ ଆସିବା। କହିଲେ ହରିଣ ତ ଟିକେ ସରଳିଆ ପ୍ରାଣୀଟିଏ। ସେ କହିଲା, ହଉ ଠିକ ଅଛି। ଦୁହେଁ ମିଶିକି ବୁଲିଲେ। ଏ କଥା କାଉ ଦେଖିଲା। କାଉ କିନ୍ତୁ ବିଲୁଆକୁ ଠିକ ଚିହ୍ନିଛି। କାଉ ସନ୍ଧ୍ୟା ହେଲା ପରେ ହରିଣକୁ କହିଲା, ହରିଣ ଭାଇ, ବିଲୁଆ ସହିତ ମିଶୁଛ ସିନା, ସତର୍କ, ସେଠି ଭଲ ଜୀବ ନୁହଁ। କହିଦେଲେ। ବିଲୁଆ ସେତେବେଳେ ପଳେଇ ଆସିଲାଣି। ବିଲୁଆ ଶୁଣିକି କାଉକୁ ପାଟିକଲା। କହିଲା, ତମେ କାହିଁକି ଆମ ବନ୍ଧୁତାକୁ ଭାଙ୍ଗିବାକୁ ଚେଷ୍ଟା କରୁଛ? ତମେ ଏଠୁ ଯାଅ, ତମେ ତ ପକ୍ଷୀ, ତମେ ତ ଗଛ ଉପରେ ରହିବ, ଆମେ ତ ତଳେ ରହିବୁ।
ତମେ କାହିଁ ଆମ ସହ ବନ୍ଧୁତା ହେଇଗଲେ ତମର କ'ଣ ଅସୁବିଧା ହେଉଛି? ଏମିତି କହିଲା। କାଉ ଟିକେ ମନ ଦୁଃଖ କଲା, କରି ତଥାପି ଗଲା, ଉପରେ ରହିଲା ସେ ତାର। କିଛି ଦିନ ଚାଲିଗଲା ଏମିତି। ଧୀରେ ଧୀରେ ବିଲୁଆ ଆଉ ହରିଣ ବନ୍ଧୁତା ଟିକେ ଟିକେ ବଢ଼ି ବଢ଼ି ଆସିଲା। ଯେତେବେଳେ ବନ୍ଧୁତା ବଢ଼ିଲା, ବିଲୁଆ କ'ଣ କଲା ନା ଦିନେ ହରିଣକୁ କହିଲା ଏଇ ସେଇ ଘାସ ପତ୍ର ଖାଇ ଖାଇ ବଡ଼ ବିରକ୍ତ ଲାଗିଲାଣି। ଆମେ କ'ଣ କରିବା ନା ଟିକେ ଗାଁ ପାଖାପାଖି ଯାଇକି ବିଭିନ୍ନ ପ୍ରକାର ଫଳ ପନିପରିବା ଚାଷ କରୁଛି ମଣିଷ, ସେଠୁ ଆମେ ଟିକେ ଖାଇବା। ହରିଣ କହିଲା ନା ନା, ସେଠିକି ଗଲେ ମଣିଷ ମାରି ପକେଇବ। ନା ଆରେ ମିଶିକି କାହିଁ ଯିବା କି, ମୁଁ ଟିକେ ଦୂରରେ ଠିଆ ହେବି, ତମେ ଯାଇ କିଛିଟା ଖାଇଦେବ। ପୁଣି ତମେ ଟିକେ ଦୂରରେ ଠିଆ ହେବ, ମୁଁ ଯାଇ କିଛିଟା ଖାଇଦେବି। ଯଦି କେଉଁ ମଣିଷ ଆସିଲା ତାହେଲେ ଆମେ ଦୌଡ଼ି ପଳେଇବାନି। ଏମିତି କହିକି ଗଲା। ଯାଇକି ଦିନେ ଦୁଇ ଦିନ ଆସ୍ତେ ଆସ୍ତେ ଖାଇଲେ, ଦୁହେଁ ମିଶିକି ଖାଇଲେ। ବିଲୁଆ ତ ଘାସ ଫାସ ଖାଏନି, ବିଲୁଆ ଖାଲି ଦୂରରେ ଥାଇକି କେଉଁଠୁ କ'ଣ ଆମିଷ କିମ୍ବା କେଉଁ ଜନ୍ତୁ ଜୁନ୍ତା ମରି ପଡ଼ିଥିବ ଏସବୁ ଖାଏ। ତ ହରିଣର ଆସ୍ତେ ଆସ୍ତେ ଅଭ୍ୟାସ ହେଇଗଲା ଏସବୁ ପନିପରିବା ଖାଇକି, ତାକୁ ବି ଭାରି ସ୍ୱାଦ ଲାଗିଲା। କାଉ ବାରମ୍ବାର ମନା କରୁଥାଏ ହରିଣକୁ, ବିଲୁଆ ବୁଦ୍ଧିରେ ପଡ଼ନି, ସେପଟେ ଯାଅନି। ହରିଣର ତ ପାଟିରେ ଲୋଭ ଲାଗିଗଲାଣି, ସିଏ ଆଉ ଶୁଣେନି। ହେଲେ ବାରମ୍ବାର ଯେତେବେଳେ ଗାଁର ସବୁ ପନିପରିବା ନଷ୍ଟ ହେଲା, ବାଧ୍ୟ ହୋଇ ଗାଁ ଲୋକମାନେ କ'ଣ କଲେ, ସେଇ ଶିକାରୀକୁ କହିଲେ ଯେ ଯା, କ'ଣ ଗୋଟେ ଜନ୍ତୁ ଆସୁଛି। ଶିକାରୀ ଦିନେ ଦୁଇ ଦିନ ଜଗିକି ଦେଖିଦେଲା ଯେ ହରିଣଟିଏ ଆସୁଛି। ତ ଶିକାରୀ କହିଲା ହରିଣଟାକୁ ଆଉ ଶିକାର କ'ଣ କରିବା, ଜାଲ ପକେଇଦେଲେ ତ ଧରିଦେବି ଆଉ, ନେଇକି ଯିବି ଘରକୁ ଆଉ। ହେଲେ ବିଲୁଆ ତାର କ'ଣ ପ୍ଲାନ୍ରେ ଅଛି ନା, ଯଦି ଶିକାରୀ ଯଦି ହରିଣକୁ ମାରିଦେଇକି ନେଇଯାଏ, ତାର ଶିଙ୍ଗ, ତାର ଖୁରା, ଅଲଗା ଗୋଡ଼ ଫୋଡ଼ ସବୁ ତ ଫୋପାଡ଼ି ଦେବ ନା କାଟିକି। ମଣିଷ ସିନା ଖାଲି ହରିଣ ମାଂସ ଖାଇବ, ବାକି ସବୁ ଫୋପାଡ଼ି ଦେଲେ ବିଲୁଆ ତାର ଖୁସିରେ ଖାଇବ, ଏଇ ଭାବନାରେ ସେ ଅଛି। ତେଣୁ ହରିଣକୁ ବାରମ୍ବାର କହି କହି ସେ ଗାଁ ପାଖକୁ ନେଇଗଲା। ସତକୁ ସତ ଶିକାରୀ ଦିନେ ଜାଲ ପକେଇ ଅଛି, ହରିଣ ତାର ଯାଇକି ଖାଇବ କ'ଣ ଜାଲରେ ଲାଗିଗଲେ ଜାଲରେ ବହୁତ ଛଟପଟ ହେଲା। ବିଲୁଆ ତାର ନ ଜାଣିଲା ଭଳିଆ ଦୂରରେ ବସିଛି ଗୋଟେ ବୁଦା ଆଢ଼ୁଆଳରେ। କେତେବେଳେ ଶିକାରୀ ଆସିବ, ଆକୁ ମାରିଲେ ସିଏ ତାର ଛାଲ ଅନ୍ତ ବୁଝିଲା ଯାହା କିଛି ଫୋପାଡ଼ି ଦେଇକି ଯିବ, ବିଲୁଆ ଖାଇବ। ହେଲେ କାଉ ଏକଥା ଦୂରରେ ଥାଇକି ଉଡ଼ି ଉଡ଼ି ଦେଖିଦେଲା। ଯାହା ହେଲେ କାଉ ହେଉଛି ହରିଣର ପ୍ରକୃତ ବନ୍ଧୁ ନା। ତେଣୁ କାଉ ଆସିକି ହରିଣକୁ କହିବ ଆରେ ହରିଣ ଭାଇ, ମନା କରିଥିଲି ନା, ତାରି ବୁଦ୍ଧିରେ ପଡ଼ିଲ, ଏ ଫାଶରେ ପଡ଼ିଲ। ହରିଣ ମନ ଦୁଃଖରେ କାନ୍ଦିବ, କାନ୍ଦିକି କାଉ କହିବ ହଁ ସାଙ୍ଗ, ତମେ ହିଁ ମୋର ପ୍ରକୃତ ସାଙ୍ଗ, ଏବେ କ'ଣ କରିବା କୁହ। ନା ଛାଡ଼ ମନ ଦୁଃଖ କରନି, ତମେ ବିଲୁଆକୁ ତ ଚିହ୍ନିଲ, ମୁଁ ତମକୁ ଗୋଟେ ପ୍ଲାନ୍ ବତଉଛି, ସେଇ ଅନୁସାରେ ତମେ କାମ କର। କହିଦେଇକି କିଛି ଗୋଟେ ପ୍ଲାନ୍ ବତେଇ ଦେଇକି ପଳେଇବ, ଉପରେ ବସିବ, ଯାଇକି ଗଛରେ ଥିବ। ହେଲେ ଶିକାରୀ ଯେତେବେଳେ ଆସିବ, ଦେଖିବ ଜାଲରେ ପଡ଼ିଛି ହରିଣଟା, ସିଏ କ'ଣ କରିବ ନା ଆସିକି ପାଖକୁ ଆସିକି ଦେଖିଲା ବେଳକୁ ହରିଣ ପୁରା ମଲା ଭଳି ପଡ଼ିଛି, ନିଶ୍ୱାସ ଫିଶ୍ୱାସ ନେଉନି, ଗୋଡ଼ ହାତ ଟାଙ୍ଗି ଦେଇ ସାଇଜରେ ପଡ଼ିକି ରହିଛି। ଶିକାରୀ ଭାବିବ ବୋଧେ ହରିଣଟା ମରିଗଲା ଆଉ, ଜାଲରେ ଫସିକି ଆଉ, କହିକି ଧୀରେ ଧୀରେ ଜାଲ ଗୋଟେଇବ, ଆଡ଼େଇବ, ଦେଖିବ, ଗୋଡ଼ ହାତ ହଲେଇବ, ହରିଣ କିଛି ହେବନି, ମଲା ଭଳିଆ ପଡ଼ିକି ଥିବ ପେଟ ଫୁଲେଇକି, ଜାଣିକି ଏଇ ପ୍ଲାନ୍ଟା ତାକୁ କାଉ ଦେଇଛି। ପଡ଼ିଲେ ଶିକାରୀ ନିଶ୍ଚିନ୍ତ ହେଇଯିବ ଯେ ହରିଣଟା ମରିଯାଇଛି। ତ ସେ ହରିଣ ଗୋଡ଼ରୁ ସବୁ ବାହାର କରିବ, ଜାଲ ବାହାର କରିକି ନେଇକି ଚଉତିକି ବ୍ୟାଗରେ ରଖିକି ଆସିବ, ହରିଣ ପାଖକୁ ଆସିବ ବୋଲି ଯେତେବେଳେ ବାହାରିଛି, କାଉ ସେତେବେଳେ ଗଛ ଉପରେ ଥାଇ କା ଡାକି ଦେଇଛି। ଡାକିଦେଲେ ହରିଣ ଚଟାପଟ ଉଠିକି ଦୌଡ଼ିଛି। ଆଉ ଦୌଡ଼ିଲେ ଶିକାରୀ ଦେଖିବ ଆରେ ଏ ହରିଣଟା କ'ଣ ବଞ୍ଚିଥିଲା, ଦୌଡ଼ି ପଡ଼ିଲାଣି। ତରବରରେ ଶିକାରୀ କ'ଣ କରିବ, ନିଜ ପାଖରେ ଯେଉଁ ଠେଙ୍ଗାଟି ଥିବ ସେ ଠେଙ୍ଗାଟାକୁ ଖୁବ୍ ଜୋରରେ ଫୋପାଡ଼ିଲେ କ'ଣ ହେବ ନା, ସେ ଯୋଗକୁ ସେ ହରିଣ ଉପରେ କ'ଣ ବାଜିବ, ସେ ବୁଦାମୂଳେ ଯେଉଁ ବିଲୁଆଟା ଲୁଚିକି ଥିବ, ସେ ବିଲୁଆର ଗୋଟେ ଗୋଡ଼କୁ ଯାଇକି ବାଜିବ। ଗୋଡ଼ଟି ଛୋଟା ହେଇଯିବ ବିଲୁଆ ହୁକେ ହୋ କରି ରଡ଼ି ଛାଡ଼ି ଧାଇଁବ। ହରିଣ ବି ଦୌଡ଼ିବ, ପଳେଇବେ ଜଙ୍ଗଲ ଭିତରକୁ। ଗଲା ପରେ ହରିଣ ଯାଇକି କାଉକୁ ଧନ୍ୟବାଦ ଦେବ, କହିବ ବନ୍ଧୁ, ତୁମେ ହେଉଛ ମୋର ପ୍ରକୃତ ବନ୍ଧୁ। ବିଲୁଆ ସେତେବେଳେ ଛୋଟେଇ ଆସିବାରୁ କାଉ ବହେ ଗାଳି ଦେବ, ହରିଣ ବି ବହେ ଗାଳି ଦେବ ତାକୁ, କହିବ ତମେ ଆମ ପାଖରେ ରହିବା ଦରକାର ନାହିଁ, ତମେ ଏଠୁ ଚାଲିଯାଅ। ପ୍ରକୃତ ବନ୍ଧୁ ହେଉଛି ସିଏ, ଯିଏ ତୁମକୁ ଅସୁବିଧା ବେଳେ ସାହାଯ୍ୟ କରିବ। ଆଉ ସୁବିଧା ସମୟରେ ତ ସମସ୍ତେ ଥିବେ,
କିନ୍ତୁ ଅସୁବିଧା ସମୟରେ ଯିଏ ରହିବ ତାକୁ ହିଁ ଆମେ ପ୍ରକୃତ ବନ୍ଧୁ କହିବା। ବୁଝିଗଲା?